ଆଜି ଆମେ ରୋମିଓ ପୁସ୍ତକ ଏକ ପର୍ବ ଏକ ପଦରେ ବାଇବେଲ ପଢ଼ିବା। ପାଉଲ ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୁତ ଜଣେ ପ୍ରେରିତ, ପୁଣି ଈଶ୍ୱର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ବାବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ କୃତକୀକୃତ। ଆଜି ଯଦି ଆମେ ବାଇବେଲକୁ ଦେଖିବା ତାହେଲେ ପାଉଲ ଯିଏକି ରୋମିଓ ପୁସ୍ତକରେ ଲେଖିଛନ୍ତି, ରୋମିଓ ପୁସ୍ତକ, ତ ବାଇବେଲରେ କାହିଁକି ପାଉଲ ଏ ଜାଗାରେ ଏମିତି ଲେଖିଲେ? ପାଉଲ ଯୀଶୁଖ୍ରୀଷ୍ଟଙ୍କର ଦାସ, କିନ୍ତୁ ଯଦି ପାଉଲ ବିଷୟରେ ଆମେ ବ୍ୟାକଗ୍ରାଉଣ୍ଡକୁ ଦେଖିବା ତାହେଲେ ପାଉଲ କିଏ ଥିଲେ? ସେଥିରେ ସେ କହିଲେ, ମୁଁ ଜଣେ ଜିହୁଦୀ, କିଲିକିଆର ତାର୍ସରେ ମୋର ଜନ୍ମ, କିନ୍ତୁ ମୁଁ ଏହି ନଗରରେ ଲାଡ଼ିତ ପାଡ଼ିତ ହୋଇଅଛି ଆମ୍ଭମାନଙ୍କ ପିତୃପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲିଏଲଙ୍କ ଜଣେ ଚରଣ ତଳେ ଯେପରି ଉଦ୍ଯୋଗୀ ଅଟନ୍ତି, ଈଶ୍ୱରଙ୍କ ପକ୍ଷରେ ମୁଁ ମଧ୍ୟ ସେପରି ଉଦ୍ଯୋଗୀ ଥିଲି। ହେଲେ ଯଦି ଆମେ ବାଇବେଲକୁ ଦେଖିବା ତାହେଲେ ପାଉଲ ଯିଏକି ସେ ଜଣେ ଶାସ୍ତ୍ରୀ, ସେ ଜଣେ ଉଦ୍ଯୋଗୀ ଜିହୁଦୀ ଥିଲେ। ତ ଆମେ ଯେତେବେଳେ ବାଇବେଲକୁ ଷ୍ଟଡି କରିବା ପାଉଲଙ୍କ ବିଷୟରେ, ପାଉଲ ଜଣେ ସାଧାରଣ ମଣିଷ ନଥିଲେ। ସେ ଯେତେବେଳେ ସେ ଶାସ୍ତ୍ରଜ୍ଞ ଥିଲେ, ଆଉ ଗାମାଲିଏଲଙ୍କ ତଳେ ସେ ବ୍ୟବସ୍ଥା ବିଷୟରେ ବହୁ ସୂକ୍ଷ୍ମ ରୂପେ ଅନୁସରଣ କରୁଥିଲେ। ତାର ଅର୍ଥ ଆଜି ଆମେ ଯେତେବେଳେ ଦେଖୁଛୁ ପାଉଲଙ୍କ ଜୀବନରେ, ତ ଯୀଶୁଖ୍ରୀଷ୍ଟଙ୍କୁ ଭେଟିବା ପୂର୍ବେ ପାଉଲ କେମିତି ବଞ୍ଚିଥିଲେ? ସେ ଜଣେ ମହାନ ବ୍ୟକ୍ତି ଥିଲେ। ଆଉ ଯିଏ ବି ଯୀଶୁଙ୍କୁ ବିଶ୍ୱାସ କରୁଥିଲେ ବା ଯେଉଁମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଥିଲେ, ସମସ୍ତଙ୍କୁ ସେ ବନ୍ଦୀ କରିକି ଜେଲରେ ପୁରାଉଥିଲେ, ଆଉ ସେମାନଙ୍କୁ ସେ ହତ୍ୟା କଲା ସମୟରେ ମଧ୍ୟ ସେ ଥିଲେ। ତ ପାଉଲ କାହିଁକି ସେ ପ୍ରକାର ବଞ୍ଚିଲେ? ଯେହେତୁ ପାଉଲ ସେ ବ୍ୟବସ୍ଥା ଅନୁସାରେ, ବ୍ୟବସ୍ଥାର ନିୟମ ଅନୁସାରେ ସେ ବଞ୍ଚିଥିଲେ, ଆଉ ବ୍ୟବସ୍ଥା ବିଷୟରେ ସେ ଅତି ସୂକ୍ଷ୍ମ ରୂପେ ଅନୁସନ୍ଧାନ କରିକି ବଞ୍ଚିଥିଲେ, ଆଉ ବ୍ୟବସ୍ଥା ଅନୁସାରେ ସେମାନେ ବଞ୍ଚୁଥିଲେ। ତ ଯଦି ଆମେ ବାଇବେଲକୁ ଦେଖିବା ଏଇ ଜାଗାରେ, ତେବେ ଯୀଶୁଖ୍ରୀଷ୍ଟ ଆସିଲା ପରେ ପାଉଲର ଜୀବନରେ କ'ଣ ପରିବର୍ତ୍ତନ ହେଲା, ଆଉ ଯୀଶୁଖ୍ରୀଷ୍ଟ ପାଉଲଙ୍କ ଜୀବନରେ ଆସିବା ପୂର୍ବେ ପାଉଲ କେମିତି ବଞ୍ଚିଥିଲେ? ତ ଆଜି ଯଦି ଆମେ ଏ ବିଷୟକୁ ଷ୍ଟଡି କରିବା, ମୁଁ ଏ ସିରିଜକୁ ଆରମ୍ଭ କରିଛି, ଯେପରିକି ପାଉଲ କେମିତି ପରିବର୍ତ୍ତନ ହେଲେ, ଆଉ ପାଉଲ କାହିଁକି ସେ ଏ ସୁସମାଚାରକୁ ଲେଖିଛନ୍ତି, ଆଉ ଯଦି ଆମେ ପାଉଲ ଯେ ପ୍ରକାର ଲେଖିଛନ୍ତି ସେ ପ୍ରକାର ଯଦି ଆମେ ବିଶ୍ୱାସ କରିବା, ତେବେ ଆମେ ଆମ ଜୀବନରେ କ'ଣ ପରିବର୍ତ୍ତନ ଘଟିବ? ଆଜିର ସମାଜରେ, ଆଜିର ଏ ଖ୍ରୀଷ୍ଟୀୟ ଜୀବନରେ ଅନେକ ଲୋକମାନେ ଏ ବହିକୁ ପଢୁଛନ୍ତି, କିନ୍ତୁ ପାଉଲ ଯେଉଁ ହୃଦୟକୁ ପାଇଛନ୍ତି, ଆଉ ପାଉଲ ଯେଉଁ ରାସ୍ତାରେ ଯାଇଛନ୍ତି, ମୋତେ ଲାଗୁନି ସମସ୍ତେ ସେ ପ୍ରକାର ବଞ୍ଚୁଛନ୍ତି। ତ କାହିଁକି ମୁଁ ଏ ବିଷୟରେ ଆଜି ଷ୍ଟଡି କଲି? ଯେହେତୁ ପାଉଲ ବିଷୟରେ ମୁଁ ବହୁତ ଜାଗାରେ ଖୋଜିଲି, ପାଉଲ ବିଷୟରେ ମୁଁ ଅଧିକ ଷ୍ଟଡି କଲି, ତ ପାଉଲଙ୍କ ଜୀବନରେ କି ପ୍ରକାର ବଞ୍ଚିଲେ, ଆଉ ପାଉଲଙ୍କ ହୃଦୟ ଯଦି ଆମେ ଆଜି ପାଇବା, ତେବେ ରୋମିଓ ପୁସ୍ତକକୁ ଯଦି ଆମେ ଷ୍ଟଡି କରିବା, ତେବେ ରୋମିଓ ପୁସ୍ତକରେ ଏକ୍ଜାକ୍ଟଲି ପାଉଲ କେମିତି ବ୍ୟାଖ୍ୟା କରିଛନ୍ତି ଗୋଟେ ପରେ ଗୋଟେ ବାକ୍ୟ, ସେ ବିଷୟରେ ଆମେ ଷ୍ଟଡି କରିବା। ତ ଏ ସିରିଜକୁ ମୁଁ ଯେତେବେଳେ ଆରମ୍ଭ କରିଛି, ତ ପାଉଲ କି ପ୍ରକାର ଲୋକ ଥିଲେ? ସେ ଜଣେ ଜିହୁଦୀ ଥିଲେ, ଆଉ କିଲିକିଆ ତାର୍ସରେ ତାଙ୍କ ଜନ୍ମ ହେଇଥିଲା, ଆଉ ସେ ଗମଲିଏଲଙ୍କ ଚରଣ ତଳେ ସେ ବସି ଶିକ୍ଷା ପାଇଲେ। କୋଉ ବିଷୟରେ ଶିକ୍ଷା ପାଇଲେ? ବ୍ୟବସ୍ଥାର ବିଷୟରେ, ବ୍ୟବସ୍ଥା ଉପରେ ସେ ଅଧିକ ଷ୍ଟଡି କଲେ। ତ ଯେତେବେଳେ ଆମେ ବ୍ୟବସ୍ଥା ବିଷୟରେ ଚିନ୍ତା କରିବା, ତାର ଅର୍ଥ ସେ ଜଣେ ଶାସ୍ତ୍ରଜ୍ଞ ଥିଲେ, ଆଉ ସେ ଶାସ୍ତ୍ରଜ୍ଞ ଥିଲେ, ସେ ବ୍ୟବସ୍ଥା ଉପରେ ଶାସ୍ତ୍ରଜ୍ଞ ଥିଲେ। ତ ଯେଉଁମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିଲେ, ସେମାନଙ୍କୁ ସେ ଜେଲକୁ ପୁରାଉଥିଲେ। ଯଦି ଆମେ ବାଇବେଲକୁ ଦେଖିବା ଏକ୍ଜାକ୍ଟଲି ଭାବରେ ଏ ଜାଗାରେ, ତ କାହିଁକି ପାଉଲ ଯୀଶୁଙ୍କୁ ବିଶ୍ୱାସ କରିଥିବା ଲୋକମାନଙ୍କୁ ବିରୋଧ କଲେ? ଆଉ ଯୀଶୁଖ୍ରୀଷ୍ଟଙ୍କ କ'ଣ ପାଇଁ ଯୀଶୁଙ୍କୁ କେମିତି ଲୋକମାନେ ବିଶ୍ୱାସ କରୁଥିଲେ, କାହିଁକି ବିଶ୍ୱାସ କଲେ? ମୁଁ ପରବର୍ତ୍ତୀ ସମୟରେ ଅଧିକ ବିଷୟରେ ମୁଁ କହିବି, କିନ୍ତୁ ଆଜି ଆମେ ଦେଖିବା ପାଉଲଙ୍କର ଫାଉଣ୍ଡେସନ ବିଷୟରେ। ପାଉଲ କୋଉ ଫାଉଣ୍ଡେସନରେ ରହିକି, କୋଉ ଜାଗାରେ ରହିଲେ, ଯୋଉଥିପାଇଁ ସେ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁମାନେ ବିଶ୍ୱାସ କଲେ ସେମାନଙ୍କୁ ସେ ହତ୍ୟା କଲେ, ଆଉ ସେମାନଙ୍କୁ ସେ ବିରୋଧ କଲେ, ଜେଲକୁ ନେଲେ, ତାଡ଼ନା ଦେଲେ। ତେବେ ପାଉଲ କାହିଁକି ସେ ପ୍ରକାର କଲେ? ଯେହେତୁ ସେ ଗୋଟେ ବିଷୟରେ ଏକ୍ଜାକ୍ଟଲି ସେ ଷ୍ଟଡି କରିଛନ୍ତି, ସେଟା ହଉଛି ବ୍ୟବସ୍ଥା ଉପରେ। ଆଜି ଯଦି ଆମେ ଆଜି ବ୍ୟବସ୍ଥାକୁ ଦେଖିବା, ବ୍ୟବସ୍ଥାରେ କ'ଣ ଲେଖା ଯାଇଛି?
ବ୍ୟବସ୍ଥା ଯଦି ଆମେ ଦେଖିବା ତାହେଲେ ଚୋରି କର ନାହିଁ, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ। ସେ ଯାତ୍ରା ପୁସ୍ତକ 19 ପର୍ବ 6-7 ପଦ ଲେଖା ହେଇଛି। ଏବେ ତୁମ୍ଭେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଆଉ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମର ନିଜର ସଞ୍ଚିତ ଧନ ନେବ, କାରଣ ସମସ୍ତ ପୃଥିବୀ ଆମ୍ଭର। ପୁଣି ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ ହେବ। ଏହିସବୁ କଥା ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ। ମୂଷା ସେଠି ସିନିୟ ପର୍ବତକୁ ଗଲେ, ଆଉ ସେ ଜାଗାରେ ପରମେଶ୍ୱର ମୂଷାଙ୍କ ସହିତ କଥା ହେଉଛନ୍ତି ଯେ ବ୍ୟବସ୍ଥା ଆସିବା ପୂର୍ବେ ପରମେଶ୍ୱର କ'ଣ କହିଛନ୍ତି, ଯେବେ ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ। ଆଉ ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକ ମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ ହେବ। ତ ଏଇଟା ହେଉଛି ବ୍ୟବସ୍ଥା ଆସିବାର ପୂର୍ବ ଦିନ, ପୂର୍ବ ସମୟରେ ଯେତେବେଳେ ବ୍ୟବସ୍ଥା ଆସିଲା ଯାତ୍ରା ପୁସ୍ତକ 20 ପର୍ବରେ ଏ ଯାକ ଲେଖା ହେଇଛି। ପରମେଶ୍ୱର କହିଲେ, ଅନନ୍ତର ସଦାପ୍ରଭୁ ଏସବୁ କଥା କହିଲେ ଯେ ତୁମକୁ ଦାସଗୃହ ସ୍ୱରୂପ ମିଶ୍ର ଦେଶରୁ ବାହାର କରି ଆଣିଅଛନ୍ତି। ତୁମର ସେ ସଦାପ୍ରଭୁ ପରମେଶ୍ୱର ଆମ୍ଭ ସାକ୍ଷାତରେ ତୁମର ଆଉ କୌଣସି ଦେବତା ହେବ ନାହିଁ। ତୁମ୍ଭେ ଆପଣା ନିମନ୍ତେ କୌଣସି କୁଦିତ ପ୍ରତିମା ନିର୍ମାଣ କରିବ ନାହିଁ, କି ଉପରିସ୍ଥ ସ୍ୱର୍ଗରେ, କି ନିଚସ୍ଥ ପୃଥିବୀରେ, କି ପୃଥିବୀର ନିଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ, ଯେହେତୁ ଆମ୍ଭେ ତୁମର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱରଠୁ। ପୁଣି ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କୁ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧରେ ପ୍ରତିଫଳ ଦାତା। ଆମେ ଯେତେବେଳେ ବାଇବଲକୁ ଦେଖୁଛୁ ଏ ଜାଗାରେ ପରମେଶ୍ୱର ଏ ପ୍ରକାର ନିୟମକୁ ଦେଲେ, ତ ପରମେଶ୍ୱରଙ୍କୁ ଛାଡ଼ିଦେଲେ ଆଉ କୌଣସି ଦେବତାକୁ ବା କୌଣସି ଈଶ୍ୱର ବୋଲି କାହାକୁ ମଧ୍ୟ ତୁମେ ମାନିବ ନାହିଁ, କି ସେମାନଙ୍କୁ ସେବା କରିବ ନାହିଁ। ତାପରେ ଏ ଜାଗାରେ 7 ପଦ ଲେଖାଇଛି, ତୁମ୍ଭେ ଆପଣ ସଦାପ୍ରଭୁ ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, ଯେହେତୁ ଯେ କେହି ତାହାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ। ତ ପ୍ରଥମ ବିଷୟ ହେଉଛି ପରମେଶ୍ୱରଙ୍କ ନାଁକୁ ମିଥ୍ୟାରେ ନେବ ନାହିଁ, ଆଉ ବିଶ୍ରାମ ଦିନ ପବିତ୍ର ରୂପେ ପାଳନ କରିବ, ଆଉ 6 ଦିନ ପରିଶ୍ରମ ଓ ଆପଣ ସବୁ କର୍ମ କରିବ। କିନ୍ତୁ ସପ୍ତମ ଦିନ ତୁମ ସଦାପ୍ରଭୁ ପରମେଶ୍ୱରଙ୍କ ବିଶ୍ରାମ ଦିନଟେ। ତହିଁରେ ତୁମ୍ଭେ କି ତୁମର ପୁତ୍ର କି ତୁମର କନ୍ୟା, ତୁମର ଦାସ କି ଦାସୀ, ତୁମର ପଶୁ କି ତୁମର ନଗରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବ ନାହିଁ, ଯେହେତୁ ସଦାପ୍ରଭୁ ଆକାଶ ମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ 6 ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ। ତ ଆମେ ଯେତେବେଳେ ବାଇବଲକୁ ଦେଖୁଛୁ ଏ ଜାଗାରେ ବ୍ୟବସ୍ଥା ଏକ୍ଜାକ୍ଟଲି ପରମେଶ୍ୱର ଲେଖିଛନ୍ତି ଯେ ଯଦି ଏ ସମସ୍ତ ନିୟମକୁ ତମେ ପାଳନ କରିବ ଆଉ ସେ ନିୟମ ଅନୁସାରେ ଚାଲିବ, ଆଉ ତେବେ ତୁମ୍ଭେ ଆମ୍ଭର ନିଜର ସଞ୍ଚିତ ଧନ ହେବ ଆଉ ନିଜର ପବିତ୍ର ଗୋଷ୍ଠୀ ହେବ। ପରମେଶ୍ୱର ଏ ପ୍ରକାର ନିୟମକୁ ଦେଲେ, ଆଉ ଇସ୍ରାଏଲ ଲୋକମାନେ ଏ ସମସ୍ତ ନିୟମକୁ ପାଇଲା ପରେ ସେମାନେ ଏକ୍ଜାକ୍ଟଲି ସେ ନିୟମ ଅନୁସାରେ ବଞ୍ଚିବା ପାଇଁ କାମ କଲେ ଆଉ ବଞ୍ଚିବା ପାଇଁ ଚେଷ୍ଟା କଲେ। କିନ୍ତୁ ଯେତେବେଳେ ସାଉଲ ସେଠି ଯୀଶୁଖ୍ରୀଷ୍ଟଙ୍କୁ ଭେଟିବା ପୂର୍ବେ ଯେତେବେଳେ ଯୀଶୁଖ୍ରୀଷ୍ଟ ଆସିଲେ ଆଉ ଯୀଶୁଖ୍ରୀଷ୍ଟ ସେଠି ଆସିକି ସମସ୍ତ କାର୍ଯ୍ୟ କଲେ, ଆମେ ପରବର୍ତ୍ତୀ ସମୟରେ ଅଧିକ ବିଷୟକୁ ଜାଣିବା। ତ ଯୀଶୁଖ୍ରୀଷ୍ଟ ଆସିଲେ ଆଉ ସେ କ୍ରୁଶାର୍ପିତ ହେଲେ, ଆଉ ତୃତୀୟ ଦିନରେ ସେ ଉତ୍ଥିତ ହେଲେ, ପୁନରୁତ୍ଥିତ ହେଲେ। ଆଉ ଯେଉଁମାନେ ଥିଲେ ସେ ସମସ୍ତ ବିଷୟରେ ସାକ୍ଷୀ, ତାଙ୍କର ଶିଷ୍ୟମାନେ ଆଉ ଯେଉଁମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ସହିତ ଥିଲେ, ସେମାନେ ଜାଣିଲେ ଆଉ ଦେଖିଲେ କି ଯୀଶୁଖ୍ରୀଷ୍ଟ ଉଠି ଅଛନ୍ତି ତୃତୀୟ ଦିନ ପରେ। ଆଉ ସେମାନେ ଗାଲିଲି ହ୍ରଦରେ ସେମାନେ ଦେଖା ପାଇଲେ, ଆଉ 40 ଦିନ ପରେ ଯୀଶୁଖ୍ରୀଷ୍ଟ ପୁନର୍ବାର ସେଠି ସ୍ୱର୍ଗକୁ ଗୃହୀତ ହେଲେ ଆଉ ସ୍ୱର୍ଗକୁ ଗଲେ। ତାପରେ ବାଇବଲରେ ଆରମ୍ଭ ହେଲା ପ୍ରେରିତ ପୁସ୍ତକ। ତ ପ୍ରେରିତ ପୁସ୍ତକରେ ଯେତେବେଳେ ସୁସମାଚାର ପ୍ରଚାର ହେଲା, ଆମେ ଟିକେ ପ୍ରେରିତ ପୁସ୍ତକକୁ ଦେଖିବା। କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତିପ୍ରାପ୍ତ ହେବ, ଆଉ ଜେରୁସାଲାମ ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। ତ ଯେତେବେଳେ ସେମାନେ ପବିତ୍ର ଆତ୍ମା ପାଇଲେ, ଯୀଶୁଖ୍ରୀଷ୍ଟ ଆସିଲା ପରେ ସେଠି ଯୀଶୁଖ୍ରୀଷ୍ଟ ସେ ପୁନରୁତ୍ଥିତ ହେଲା ପରେ
ଆଉ ସେମାନଙ୍କ ସହିତ 40 ଦିନ ରହିଲେ। ତାପରେ ଯୀଶୁଖ୍ରୀଷ୍ଟ ଶ୍ରୀ ସ୍ୱର୍ଗ ଗଲେ। ତ ଯେତେବେଳେ ସେମାନେ ପବିତ୍ର ଆତ୍ମା ପାଇଲେ, ସେ ସମୟଠାରୁ ପ୍ରେରିତମାନେ ବା ଯୀଶୁଙ୍କର ଶିଷ୍ୟମାନେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ। ଆଉ ଏତେ ଶକ୍ତିଯୁକ୍ତ ଭାବରେ ସୁସମାଚାର ପ୍ରଚାର କଲେ, ଯଦି ଆପଣମାନେ ପ୍ରେରିତ ପୁସ୍ତକ 2 ପର୍ବ, 3 ପର୍ବ, 4 ପର୍ବ ପଢ଼ିବେ, ତାହେଲେ ସେ ଜାଗାରେ ଆଶ୍ଚର୍ଯ୍ୟ ଭାବରେ ପବିତ୍ର ଆତ୍ମା ମହାନ ମହାନ କାର୍ଯ୍ୟ କରିଛନ୍ତି। ତ ଏ ସୁସମାଚାର ଯେତେବେଳେ ପ୍ରଚାର କଲେ, ଜଣେ ଗୋଷ୍ଠୀ ସେମାନେ କେବେ ମଧ୍ୟ ଖୁସି ହେଇପାରିଲେ ନାହିଁ। ସେ ଗୋଷ୍ଠୀ ହେଉଛନ୍ତି ଜିହୁଦୀମାନେ। ଜିହୁଦୀ, ଶାସ୍ତ୍ରୀ, ପାରୁସିକ, ଏମାନେ ସବୁ କେବେ ମଧ୍ୟ ଏମାନଙ୍କର କାର୍ଯ୍ୟକୁ ପସନ୍ଦ କଲେ ନାହିଁ, ଆଉ ସେମାନେ ଖୁସି ହେଇପାରିଲେ ନାହିଁ। ଯେହେତୁ ଜିହୁଦୀମାନଙ୍କର ଗୋଟେ ଲାଇନ୍ ଥିଲା ଯେ ସେମାନେ ବ୍ୟବସ୍ଥା ଭିତରେ ହିଁ ସେମାନେ ସମସ୍ତ କାର୍ଯ୍ୟ କରିବାର ଅଛି, ବ୍ୟବସ୍ଥା ଭିତରେ ସେମାନେ ରହିବାର ଅଛି। ସେଥିପାଇଁ ସେମାନେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛନ୍ତି, ଏମାନେ କେବେ ମଧ୍ୟ ବ୍ୟବସ୍ଥା ଅଣ୍ଡରରେ ସେମାନେ କାମ କରୁନାହାନ୍ତି। ଯୀଶୁଖ୍ରୀଷ୍ଟ ଯେତେବେଳେ ଥିଲେ, ସେ ସମୟରେ ଯୀଶୁଖ୍ରୀଷ୍ଟକୁ ଲୋକମାନେ ଆସିକି ଝଗଡ଼ା କଲେ। କ'ଣ ପାଇଁ ଝଗଡ଼ା କଲେ? ଯେହେତୁ ତାଙ୍କ ଶିଷ୍ୟମାନେ ବିଶ୍ରାମ ବାରକୁ ପାଳନ କଲେନି, ସୀସା ଚିଣ୍ଡେଇ ଖାଉଥିଲେ। ଯୀଶୁଖ୍ରୀଷ୍ଟ ବିଶ୍ରାମ ବାରକରେ ସୁସ୍ଥ କାମ କରୁଥିଲେ, ସମସ୍ତ କାର୍ଯ୍ୟ କଲେ। ତ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ କେବେ ମଧ୍ୟ ପ୍ରଭୁ ଏ ଈଶ୍ୱରଙ୍କ ପୁତ୍ର ଏମିତି କେବେ ବି ଗ୍ରହଣ କରିପାରିଲେ ନାହିଁ। ତ ଯେହେତୁ ଯିଶାୟା ଭବିଷ୍ୟତ ବକ୍ତା କହିଥିଲେ, ଯିଶାୟା ପୁସ୍ତକ 9 ପର୍ବରେ ଯିଶାୟା ପୁସ୍ତକ 9 ପର୍ବ 6 ପଦରେ ଲେଖାଇଛି, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି, ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ତାହାଙ୍କ କର୍ତ୍ତୃତ୍ୱ ବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ। ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାରେ ଏ କ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ। ତ ଲୋକମାନେ ଯିଶାୟା ଭବିଷ୍ୟତ ବକ୍ତାଙ୍କ ଠାରୁ ଏହି ବାକ୍ୟ ପାଇଛନ୍ତି ଯେ ଇସ୍ରାଏଲକୁ ଉଦ୍ଧାର କରିବା ନିମନ୍ତେ ବା ଜିହୁଦୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଜଣେ ମସିହ ଜଗତକୁ ଆସିବେ। ଆଉ ସେ ମସିହ ଆସି କ'ଣ କାମ କରିବେ? ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବେ। ଆଉ ଏ ଜାଗା ଲେଖାଇଛି 7 ପଦରେ, ଓ ତାଙ୍କର କର୍ତ୍ତୃତ୍ୱ ବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ। ଆଉ ସେ ଦାଉଦଙ୍କର ସିଂହାସନରେ ଓ ତାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାର ଏ କ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ତେବେ ଏ ବାକ୍ୟ ଏ ଜିହୁଦୀମାନେ ଆଉ ଇସ୍ରାଏଲ ମାନେ ସବୁ ଜାଣିଛନ୍ତି। ସେଥିପାଇଁ ଯୀଶୁଖ୍ରୀଷ୍ଟ ବା ଯେ ମସିହ ଆସିବାର ଅଛି, ସେ କି ପ୍ରକାର ଆସିବେ, ସେ ଇମାଜିନେସନଟା ସିଓରଲି ଥିବ ତାଙ୍କ ପାଖରେ। ସେଥିପାଇଁ ସେମାନେ ଅପେକ୍ଷା କରିଛନ୍ତି ଯେ ଯିଏ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଆସିବେ, ସେ ମହାନ ବ୍ୟକ୍ତି ଆସିବେ, ଯିଏକି ଆମମାନଙ୍କୁ ସମସ୍ତ ଜାଗାରୁ ଉଦ୍ଧାର କରିବେ। କିନ୍ତୁ ଆଶ୍ଚର୍ଯ୍ୟ ଭାବରେ ଯେତେବେଳେ ମାଥ୍ୟୁ ପୁସ୍ତକକୁ ଆମେ ଦେଖିବା, ମାଥ୍ୟୁ ପୁସ୍ତକ 2 ପର୍ବ 3 ପଦ ଆଉ 4 ପଦ ଲେଖାଇଛି। 2 ପଦ ପଢ଼ିବା। ଜିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ। ଏହା ଶୁଣି ହେରୋଦ ରାଜା ଓ ତାଙ୍କ ସହିତ ସମୁଦାୟ ଜେରୁସାଲେମ ନିବାସୀ ଉଦ୍ବିଗ୍ନ ହେଲେ। ପୁଣି ସେ ଲୋକମାନଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ ତାହା ସେମାନଙ୍କଠାରୁ ବୁଝି ନେବାକୁ ଚେଷ୍ଟା କଲେ। ସେମାନେ ତାଙ୍କୁ କହିଲେ, ଜିହୁଦା ପ୍ରଦେଶର ବେଥଲିହେମରେ, କାରଣ ଭଗବତୀଙ୍କ ଦ୍ୱାରା ଏପରି ଲେଖା ଅଛି। ତେବେ ଏ ସମୟରେ ଯେତେବେଳେ ପୂର୍ବ ଦେଶରେ ଥିବା ପଣ୍ଡିତମାନେ ଆସିଲେ ଜେରୁସାଲେମକୁ, ହେରୋଦଙ୍କ ପାଖକୁ, ସେମାନେ ଭେଟିଲେ ହେରୋଦଙ୍କୁ। ଆଉ ହେରୋଦ ଏହା ଶୁଣିକି ବହୁତ ଉଦ୍ବିଗ୍ନ ହେଲେ। ସେଥିପାଇଁ ଶାସ୍ତ୍ରକୁ ଉଲ୍ଟାଇଲେ, ଶାସ୍ତ୍ରକୁ ଖୋଜିଲେ। ତ ଶାସ୍ତ୍ରରେ କ'ଣ ଲେଖା ହେଇଛି? ସେମାନେ ତାଙ୍କୁ କହିଲେ, ଜିହୁଦା ପ୍ରଦେଶର ବେଥଲିହେମରେ, କାରଣ ଭଗବତୀଙ୍କ ଦ୍ୱାରା ଏପରି ଲେଖା ଅଛି। ତେବେ ଯୀଶୁଖ୍ରୀଷ୍ଟ ଗ୍ରହଣ କରିବେ। ତେବେ ଲୋକମାନେ ଜାଣିଛନ୍ତି ସବୁ ବିଷୟ। ବେଥଲେହେମକୁ ସେମାନେ ଗଲେ, ଆଉ ବେଥଲେହେମରେ ସେଠି ପହଞ୍ଚିଲେ। ଆଉ ସେମାନେ ଯୀଶୁଙ୍କୁ ଭେଟିଲେ, ଶିଶୁ ଯୀଶୁଙ୍କୁ ଭେଟିଲେ, ତାଙ୍କ ମାଆକୁ ଭେଟିଲେ। ସେମାନେ ଗୋଟେ ଗୁହାଡ଼ ଘରେ ସେମାନେ ଅଛନ୍ତି। ଆଶ୍ଚର୍ଯ୍ୟ ଭାବରେ ସବୁ ବିଷୟ ଦେଖିଲେ, ଲୋକମାନେ ଜାଣିଲେ। କିନ୍ତୁ ଯେତେବେଳେ ଯୀଶୁଖ୍ରୀଷ୍ଟ ବଢ଼ିଲେ, ତ ଯେଉଁ ଲୋକମାନେ ମସିହଙ୍କୁ ଅପେକ୍ଷା କରିଥିଲେ, ଯେଉଁ ଲୋକମାନେ ଏ ବାକ୍ୟ ଦେଖିଲେ, କାହିଁକି ସେମାନେ ଯୀଶୁଙ୍କୁ ସମ୍ମାନ ଦେଲେନି?
ବା ଯୀଶୁଙ୍କୁ ସେମାନେ ଏହି ସେ ଈଶ୍ୱରଙ୍କ ପୁତ୍ର, ଯେଉଁ ଈଶ୍ୱର ଯିଏକି ଆସିବାର ଥିଲା। ଯେତେବେଳେ ଯୀଶୁଖ୍ରୀଷ୍ଟ ବଢ଼ିଲେ, ବୃଦ୍ଧି ପାଇଲେ, ଧୀରେ 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 ବୃଦ୍ଧି ପାଇଲେ, ଲୋକମାନେ ଏ ବାକ୍ୟକୁ ଆଉ ବୁଝିଲେନି, ଆଉ ଲୋକମାନେ ବାକ୍ୟକୁ ଆଉ ଗ୍ରହଣ କରିପାରିଲେନି। ଏ ଯେ ମସିହ ଯିଏ ଆସିବାର ଅଛି, ସେ କୋଉଠି ଆସିବାର ଅଛି? ମହାନ ହେବାର ଅଛି ସେ, ଆଉ ଆଶ୍ଚର୍ଯ୍ୟର ମହାନ ଲୋକ ଜଣେ ଜନ୍ମଗ୍ରହଣ କରିବାର ଅଛି। କିନ୍ତୁ ଲୋକମାନେ ଏ ସମସ୍ତ ବିଷୟ ଜାଣିଲେ ସୁଦ୍ଧା ଲୋକମାନେ କେବେ ମଧ୍ୟ ବୁଝିପାରିଲେ ନାହିଁ। ଲୋକମାନେ ଏ ବାକ୍ୟକୁ ବିଶ୍ୱାସ କରିପାରିଲେ ନାହିଁ। ଆଉ ବରଂ ସେମାନେ କ'ଣ କହିଲେ? ମସିହ ଆସିବାର ଅଛି ଆଉ ଥରେ, ଏ ହେଉଛନ୍ତି ସେ ମସିହ ନୁହନ୍ତି, ଯେ ମସିହ ଆସିବାର ଅଛି। ସେଥିପାଇଁ ଲୋକମାନେ ଯେତେବେଳେ ଯିଶାୟା ଭବିଷ୍ୟତ ବକ୍ତାଙ୍କର ବାକ୍ୟକୁ ଲୋକମାନେ ପଢୁଥିଲେ, ଲୋକମାନେ ଯଦି ବା ଜାଣିଥିଲେ ଯୀଶୁଖ୍ରୀଷ୍ଟ ଆସିଛନ୍ତି, କିନ୍ତୁ ବିଶ୍ୱାସ କିଏ ବି କଲେ ନାହିଁ। ଯୀଶୁଖ୍ରୀଷ୍ଟ ଆସିଲେ, କାମ କଲେ, ସମସ୍ତ କାର୍ଯ୍ୟ କଲେ। ତ ରୋମିଓ ପୁସ୍ତକ 28 ପର୍ବ 24 ପଦ 27 ପଦ ଲେଖାଇଛି ଯେ ଏଇ ଲୋକମାନଙ୍କ ନିକଟକୁ ଯାଇ କୁହ, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ। ପୁଣି ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ। କାରଣ ଏହି ଲୋକଙ୍କର ହୃଦୟ ଜଳ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଝିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି ଫେରି ଆସିବେ ନାହିଁ। ତ ବାଇବଲରେ ପ୍ରକାର ଲେଖାଯାଇଛି, କାହିଁକି ଲୋକମାନେ ଏ ସମସ୍ତ ରହସ୍ୟକୁ ବୁଝିପାରିଲେ ନାହିଁ? ଯେହେତୁ ଶୈତାନ ସେମାନଙ୍କ ହୃଦୟକୁ ଝଡ଼ କରିଦେଇଛି, ଆଉ ସେମାନେ ଯେଉଁ ପ୍ରତିଜ୍ଞା ପରମେଶ୍ୱର ଦେଇଛନ୍ତି ଯିଶାୟା ଭବିଷ୍ୟତ ବକ୍ତାଙ୍କ ଦ୍ୱାରା, ଜିଜିକଲଙ୍କ ଦ୍ୱାରା, ଜିରିମିୟାଙ୍କ ଦ୍ୱାରା, ଏ ସମସ୍ତ ଭବିଷ୍ୟତ ବାଣୀ ସେମାନେ ଯଦି ବା ପଢୁଥିଲେ, ଯଦି ବା ସେମାନେ ଶାସ୍ତ୍ରଜ୍ଞ ଥିଲେ, କିନ୍ତୁ ଏ ସମସ୍ତ ଭବିଷ୍ୟତ ବାଣୀକୁ ସେମାନେ ବୁଝିପାରିଲେ ନାହିଁ, ଶୁଣିପାରିଲେ ନାହିଁ, ଆଉ ଗ୍ରହଣ ବି କରିପାରିଲେ ନାହିଁ। କ'ଣ ପାଇଁ ନା? ଯେହେତୁ ମୁଁ ପରବର୍ତ୍ତୀ ସମୟରେ ଆହୁରି କହିବି ବିଷୟ, କାହିଁକି ସେମାନେ ଶୁଣିପାରିଲେ ନାହିଁ। ତ ପାଉଲ କିଏ ଥିଲା? ଆକ୍ଚୁଆଲି ପାଉଲ ଜଣେ ଥିଲା ଯେ କି ଶାସ୍ତ୍ରଜ୍ଞ ଥିଲେ। ସେ ବାଇବଲ ବିଷୟରେ, ଶାସ୍ତ୍ର ବିଷୟରେ ବହୁତ ଭଲରେ ଷ୍ଟଡି କରିଥିଲା, ସେ ଶିଖିଥିଲେ ସେ। କିନ୍ତୁ କାହିଁକି ପାଉଲ ଏ ସମସ୍ତ ବିଷୟ ଯୀଶୁଖ୍ରୀଷ୍ଟକୁ ଭେଟିବା ପୂର୍ବରୁ ଆବିଷ୍କାର କରିପାରିଲା ନାହିଁ? ଆଉ ପାଉଲ କାହିଁକି ସାଉଲ କାହିଁକି ଆବିଷ୍କାର କରିପାରିଲା ନାହିଁ? ଯେଉଁ ବିଷୟ କି ସେ ପଢିଥିଲା, ଜାଣିଥିଲା, ଶାସ୍ତ୍ରୀମାନେ କାହିଁକି ଏ ସମସ୍ତ ବିଷୟକୁ ଆବିଷ୍କାର କରିପାରିଲେ ନାହିଁ? କିନ୍ତୁ ଆଶ୍ଚର୍ଯ୍ୟ ଭାବରେ ପାଉଲ ସେଠି ରୋମିଓ ମଣ୍ଡଳୀକୁ ଲେଖୁଛନ୍ତି 1 ପର୍ବର 1 ପଦରେ ହିଁ ଯେ ପାଉଲ ଖ୍ରୀଷ୍ଟ ଯୀଶୁଙ୍କର ଦାସ, ଆହୁତ ଜଣେ ପ୍ରେରିତ, ପୁଣି ଈଶ୍ୱର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ। ତ ପାଉଲ କିଏ? ଯେ କି ପରମେଶ୍ୱରଙ୍କ ଦ୍ୱାରା ପୂର୍ବରୁ ଆଗରୁ ଯେଉଁ ପ୍ରତିଜ୍ଞା କରିଥିଲେ, ଯେଉଁ ଭାବବାଣୀ କହିଥିଲେ, ଯେଉଁ ଭାବବାଦୀମାନଙ୍କ ଦ୍ୱାରା ଯେଉଁ ଭାବବାଣୀ କହିଥିଲେ, ସେ ସୁସମାଚାର, ସେ ଭାବବାଣୀକୁ ରିଭିଲ୍ କରିବା ପାଇଁ ବା ପ୍ରଚାର କରିବା ପାଇଁ ଯେଉଁ ଯୀଶୁଙ୍କ ବିଷୟରେ ସୁସମାଚାର ପରମେଶ୍ୱର କହିଥିଲେ, ସେ ବିଷୟକୁ ପ୍ରଚାର କରିବା ପାଇଁ ବର୍ତ୍ତମାନ ପାଉଲ ଏବେ ମନୋନୀତ କରାଯାଇଛି। କିନ୍ତୁ ଯୀଶୁଖ୍ରୀଷ୍ଟଙ୍କୁ ସେ ଭେଟିବା ପୂର୍ବରୁ ସେ କ'ଣ କରିଥିଲେ? ଏ ସମସ୍ତ ବାକ୍ୟ ସେ ପଢିଥିଲେ, କିନ୍ତୁ ବୁଝିପାରିଲେ ନାହିଁ। ମୁଁ ଏଥିରେ ଗୋଟେ ବିଷୟକୁ ମୁଁ ଜାଣିଲି ମୋ ଜୀବନରେ, ଯେ ଜଣେ ପରିତ୍ରାଣ ପାଇଲା ପୂର୍ବରୁ ବା ଯୀଶୁଖ୍ରୀଷ୍ଟଙ୍କୁ ଭେଟିବା ପୂର୍ବରୁ ଆଉ ଯୀଶୁଖ୍ରୀଷ୍ଟଙ୍କୁ ଭେଟିବା ପରେ ସେମାନଙ୍କ ଜୀବନରେ ସମ୍ପୂର୍ଣ୍ଣ ଅଲଗା। ଯଦି ବା ସାଉଲ ଥିଲେ, ତ ସାଉଲ ଯୀଶୁଙ୍କୁ ଭେଟିବା ପୂର୍ବର ଜୀବନ ଆଉ ପାଉଲ ବର୍ତ୍ତମାନ ଯୀଶୁଙ୍କୁ ଭେଟିଲା ପରର ଜୀବନ କେବେ ମଧ୍ୟ ସମାନ ହେଇପାରିବ ନାହିଁ। କ'ଣ ପାଇଁ ସମାନ ହେଇପାରିବନି? ଯେହେତୁ ଯଦି ବା ସାଉଲ ସେ ଭୁଲରେ ବଞ୍ଚି ନଥିଲେ, ସେ ସମସ୍ତ କାମ, ସମସ୍ତ ଦାୟିତ୍ୱ, ସମସ୍ତ କାର୍ଯ୍ୟ ବାଇବେଲ ଦ୍ୱାରା ବା ଧର୍ମଶାସ୍ତ୍ରର ଦ୍ୱାରା ସେ କାମ କରୁଥିଲେ। ସେ ଧର୍ମଶାସ୍ତ୍ରକୁ ସେ ଅଧ୍ୟୟନ କରିଥିଲେ, କିନ୍ତୁ ସେ ବାକ୍ୟ ତା ପାଇଁ କେମିତି ଦେଖାଗଲା, କେମିତି ଲେଖାଇଛି ବାଇବଲ? ଏଇ ଲୋକମାନଙ୍କ ନିକଟକୁ ଯାଇ କୁହ, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ। ପୁଣି ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ। କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା। ତ ଲୋକମାନେ ଶୁଣୁଛନ୍ତି, ଲୋକମାନେ ବାଇବଲକୁ ପଢୁଛନ୍ତି, ଲୋକମାନେ ଏ ବାଇବଲକୁ ଅଧ୍ୟୟନ କରୁଛନ୍ତି, କିନ୍ତୁ କାହିଁକି ବୁଝିପାରୁନାହାନ୍ତି? ମୁଁ ଆଜି ଲୋକମାନଙ୍କ ପାଖକୁ ଯାଏ, ପ୍ରତି ରବିବାର ଦିନ ମୁଁ ପ୍ରଚାର ଅପଲୋଡ଼ କରିବି। ସେ ଜାଗାରେ ମୁଁ ପ୍ରଚାର କରେ ଯେ ଲୋକମାନେ ଯଦି ବା ଚର୍ଚ୍ଚ ଯାଆନ୍ତି, କିଏ 10 ବର୍ଷ, କିଏ 20 ବର୍ଷ, କିଏ 30 ବର୍ଷ, କିଏ 50 ବର୍ଷ ଚର୍ଚ୍ଚ ଯାଆନ୍ତି, ତ ଲୋକମାନଙ୍କୁ ମୁଁ ପଚାରେ, ତୁମେ ଖ୍ରୀଷ୍ଟିଆନ କି? ହଁ, ଆମେ ଖ୍ରୀଷ୍ଟିଆନ। ତୁମେ ମଲେ କୁଆଡ଼େ ଯିବ? ଆମେ ସ୍ୱର୍ଗକୁ ଯିବୁ। ମୁଁ ଲୋକମାନଙ୍କୁ ଆଉ ଥରେ ଅଲଗା କ୍ୱେଶ୍ଚିନ୍ ପଚାରେ,
ତାହେଲେ ତୁମ ହୃଦୟରେ ପାପ ଅଛି ନା ନାହିଁ? ଆଜ୍ଞା ସେ ବିଷୟରେ ତ କିଏ ଜାଣିନି, ଆମେ ବି ପାପୀ। ତେବେ ଲୋକମାନେ ଏ ବିଷୟରେ ଜାଣିନାହାନ୍ତି। ତ ମୁଁ ଗୋଟେ ଜିନିଷକୁ ଜାଣିଛି ବାଇବଲ ଅନୁସାରେ ଯେ ପାପୀ ଲୋକମାନେ ନରକକୁ ଯିବେ, ଧାର୍ମିକ ଲୋକମାନେ ସ୍ୱର୍ଗକୁ ଯିବେ। ଏଟା ବାଇବଲ ଏକ୍ଜାକ୍ଟଲି ପ୍ରୁଭ୍ ଆଉ ରେକର୍ଡେଡ୍ ଅଛି। ତ ଏ ଧାର୍ମିକ ଲୋକମାନେ ସ୍ୱର୍ଗକୁ ଯିବେ, ତେବେ ପାପୀ ଲୋକମାନେ ନରକକୁ ଯିବେ। ତେବେ ଜଣେ ଯଦି ଜାଣିବ ଯେ ମୁଁ ପାପୀ ତାହେଲେ ମୁଁ ସ୍ୱର୍ଗକୁ ଯିବି, ଏମିତି କିଏ କ'ଣ କହିପାରିବ କି? ଅସମ୍ଭବ। କିନ୍ତୁ ମୁଁ ଅନେକ ପାଷ୍ଟରମାନଙ୍କୁ ହଉ କି ଅନେକ ଲୋକମାନଙ୍କୁ ହଉ, ମୁଁ ସେମାନଙ୍କ ସହିତ ପଚାରେ ଆପଣଙ୍କ ହୃଦୟରେ ପାପ ଅଛି କି ନାହିଁ? ହଁ ଅଛି। ତାହେଲେ ଆପଣ ମଲେ କୁଆଡ଼େ ଯିବେ? ସ୍ୱର୍ଗକୁ ଯିବେ। ସ୍ୱର୍ଗକୁ ଯିବି ଏ ପ୍ରକାର ଲୋକମାନେ କହିବେ। ଏ ବିଷୟରେ ଆପଣ ଚିନ୍ତା କରନ୍ତୁ। ଯେଉଁମାନେ ମଧ୍ୟ ଏ ଭିଡ଼ିଓ ଦେଖୁଛନ୍ତି ଚିନ୍ତା କରନ୍ତୁ। ଆପଣମାନେ 10 ବର୍ଷ ହଉ କି 20, 30, 40, 50 ବର୍ଷ ବି ଚର୍ଚ୍ଚ ଯାଆନ୍ତୁ। ଯଦି ଆପଣଙ୍କ ହୃଦୟରେ ପାପ ଅଛି, ଯଦି ଆପଣଙ୍କ ହୃଦୟରେ ବର୍ତ୍ତମାନ ସୁଦ୍ଧା ପାପ ଅଛି, ତାହେଲେ ଆପଣ କ'ଣ ସ୍ୱର୍ଗକୁ ଯାଇପାରିବେ କି? ମୁଁ ଯେତେବେଳେ ଏ ବିଷୟକୁ ଚିନ୍ତା କଲି, ମୁଁ ବି ଚର୍ଚ୍ଚ ଯାଉଥିଲି 10 ବର୍ଷ 15 ବର୍ଷ ପର୍ଯ୍ୟନ୍ତ ମୁଁ ଚର୍ଚ୍ଚ ଗଲି। ତ ଯେତେବେଳେ ମୁଁ ଚର୍ଚ୍ଚ ଯାଉଥିଲି, ମୁଁ ପାଷ୍ଟରମାନେ ମୋତେ କହିଲେ ଯେ ଯଦି ଏମିତି ବଞ୍ଚିବୁ, ଏମିତି ବାଇବେଲ ପଢ଼ିବୁ, ଏମିତି ପ୍ରଚାର କାମ କରିବୁ କି ଏମିତି ଚର୍ଚ୍ଚକୁ ଆସିବୁ, ତାହେଲେ ଈଶ୍ୱରଙ୍କ ସାମ୍ନାରେ ତୁ ଯାଇପାରିବୁ, ସ୍ୱର୍ଗକୁ ଯାଇପାରିବୁ। ସେଥିପାଇଁ ମୁଁ ବି ପ୍ରାର୍ଥନା କରୁଥିଲି, ପ୍ରଭୁ ମୁଁ ଜଣେ ପାପୀ ମନୁଷ୍ୟ, ମୋତେ ଦୟା କର, ଏମିତି ମୁଁ ପ୍ରାର୍ଥନା କରୁଥିଲି। କିନ୍ତୁ ମୋ ହୃଦୟରେ ଏମିତି ଚିନ୍ତା ଥିଲା ଯେ ମୁଁ ସ୍ୱର୍ଗକୁ ଯିବି ହିଁ, ସିଓରଲି ମୁଁ ସ୍ୱର୍ଗକୁ ଯିବି। ମୁଁ ମଦ ପିଇନି କି ପୁଡ଼ିଆ ଖାଇନି କି ଅନ୍ୟାନ୍ୟ ଖରାପ ଜିନିଷ ଏତେ ମୁଁ କାମ କରିନି। କିନ୍ତୁ ମୋ ହୃଦୟରେ ମୁଁ କ'ଣ ଚାଲିଛି, ମୋର ମନରେ କ'ଣ ଚାଲିଛି, ସବୁ ବିଷୟକୁ ମୁଁ ଜାଣିଛି। ଲୋକମାନଙ୍କ ଦୃଷ୍ଟିରେ ମୁଁ ଜଣେ ଉତ୍ତମ ପିଲା ଥିଲି, ଉତ୍ତମ ଲୋକ ଥିଲି। ଲୋକମାନେ ମୋତେ କହିଲେ ଭଲ ପିଲା, କିନ୍ତୁ ମୋ ହାର୍ଟରୁ ଦେଖିଲେ ମୁଁ କିଏ ଆକ୍ଚୁଆଲି? ଅନ୍ଧାର ଘରେ ଯେମିତି ଜଣେ ଲୋକ ବଞ୍ଚେ, ସେମିତି ହିଁ ବଞ୍ଚୁଥିଲି ମୁଁ। କିନ୍ତୁ ଦିନେ ମୁଁ ଯେତେବେଳେ ବାକ୍ୟକୁ ଶୁଣିଲି, କାହିଁକି ମୁଁ ଏ ବାକ୍ୟକୁ ଆଜି ମୁଁ ପ୍ରଚାର କରିବାକୁ ଆରମ୍ଭ କଲି। ଆଜି ମଧ୍ୟ ହଜାର ହଜାର ଲୋକମାନେ ସୁସମାଚାର ସେଠି ଚର୍ଚ୍ଚ ଯାଉଛନ୍ତି, ସୁସମାଚାରକୁ ପ୍ରଚାର କରୁଛନ୍ତି। କିନ୍ତୁ କାହିଁକି ସେମାନଙ୍କ ହୃଦୟରେ ଆଜି ପର୍ଯ୍ୟନ୍ତ ପାପ କ୍ଷମା ପାଇନାହାନ୍ତି? ଆଜି କିଏ ଅଛନ୍ତି କି ଯିଏକି ଧାର୍ମିକ ହେଇ ଅଛନ୍ତି? ଆଜି କିଏ ଅଛନ୍ତି କି ଯିଏକି ମୋ ପାଖରେ ପାପ ନାହିଁ, ଏମିତି କିଏ କହିପାରିବ କି? ଆଜି ଲୋକମାନେ କାହିଁକି କହିପାରୁନାହାନ୍ତି? ବା କାହିଁକି ଲୋକମାନଙ୍କ ହୃଦୟରେ ଆଜି ପର୍ଯ୍ୟନ୍ତ ପାପ ଅଛି? ମୁଁ ଏ ସମସ୍ତ ବିଷୟ ପାଉଲଙ୍କ ଜୀବନରେ କ'ଣ କ'ଣ ଘଟିଲା, ଏ ସବୁ ବିଷୟକୁ ମୁଁ ଗୋଟେ ପରେ ଗୋଟେ ମୁଁ ଆରମ୍ଭ କରିଛି ଆଉ ଏ ସମସ୍ତ ବିଷୟକୁ କହିବା ପାଇଁ। ଏ ଜାଗାରେ ପାଉଲ ସେଠି କିଛି ବି ସେ ଜଣେ ନନ୍ ଖ୍ରୀଷ୍ଟିଆନ ନଥିଲେ, ସେ ଜଣେ ସାଧାରଣ ମଣିଷ ନଥିଲେ। ପାଉଲ କିଏ ଥିଲେ? ଗାମାଲିଏଲଙ୍କ ତଳେ ସେ ଧର୍ମର ବିଷୟ, ଧର୍ମଶାସ୍ତ୍ରକୁ ସେ ଅଧ୍ୟୟନ କରୁଥିଲେ। ଆଉ ସେ ଜଣେ PhD କୋର୍ସ କରୁଥିବେ, ଶାସ୍ତ୍ରଜ୍ଞ ଥିଲେ। ଆଜିକାଲି ଦୁନିଆରେ ଲୋକମାନେ କହନ୍ତି ବାଇବେଲ କଲେଜ ଯାଆନ୍ତି ଆଉ ସେମାନେ PhD କରୁଛନ୍ତି, ବଡ଼ ବଡ଼ କଲେଜରେ ପାଠ ପଢ଼ୁଛନ୍ତି। କିନ୍ତୁ ଯଦି ଆମେ ସେମାନଙ୍କୁ ପଚାରିବା, ଆମେ ତ ସେମାନଙ୍କୁ ପଚାରି ପାରିବାନି, କିନ୍ତୁ ସେମାନଙ୍କର ପ୍ରଚାର, ସେମାନଙ୍କର ସର୍ମନ ଯଦି ଆମେ ଶୁଣୁଛୁ, ତେବେ ଏକ୍ଜାକ୍ଟଲି ଜାଣୁଛୁ ଯେ ସେମାନଙ୍କର ପ୍ରଚାର କ'ଣ ଚାଲିଛି। ଆଉ ଲୋକମାନଙ୍କର ମୁଖ ଦ୍ୱାରା ଯାହା ବାହାରୁଛି ସେଟା ହେଉଛି ତାଙ୍କର ରିଜଲ୍ଟ। ସେଥିପାଇଁ ଯଦି ଜଣେ ଲୋକ ସେଠି ପାପୀ ଅଛି ବର୍ତ୍ତମାନ ସୁଦ୍ଧା, ତାହେଲେ ସାଉଲ ହିଁ ଅଛି ସେ। ତାହେଲେ ସେ ଏବେ ପର୍ଯ୍ୟନ୍ତ ଯୀଶୁଙ୍କୁ ସେ ଭେଟିନି। ଯେପରିକି ସାଉଲ ସେଠି ବ୍ୟବସ୍ଥା ଅନୁସାରେ ବଞ୍ଚୁଛି, ସାଉଲ ସେଠି ବ୍ୟବସ୍ଥାର ଫଲୋୟର୍ସ, ବ୍ୟବସ୍ଥା ଅନୁସାରେ ସମସ୍ତ କାର୍ଯ୍ୟ କରୁଛି। କିନ୍ତୁ ପାଉଲ ସେଠି ଯୀଶୁଙ୍କୁ ଭେଟିଲା ପରେ ସେ ବ୍ୟବସ୍ଥା ଅନୁସାରେ ବଞ୍ଚିଲା ନା ନାହିଁ, ମୁଁ ପରବର୍ତ୍ତୀ ସମୟରେ ଆହୁରି ଅଧିକ ବିଷୟ କହିବି। ତ ପାଉଲ ସେଠି ବ୍ୟବସ୍ଥା ଅନୁସାରେ ବଞ୍ଚିଥିବ କି ନାହିଁ, ଆପଣମାନେ କ'ଣ ଚିନ୍ତା କରୁଛନ୍ତି? ତ ପାଉଲ ସେଠି ଯୀଶୁଙ୍କୁ ଭେଟିଲା ପରେ ତେବେ ସେ ବ୍ୟବସ୍ଥା ଅନୁସାରେ ବଞ୍ଚିଥିବ ନା ବ୍ୟବସ୍ଥା ବାହାରେ ବଞ୍ଚିଥିବ? ତେବେ ପାଉଲ କେମିତି ବଞ୍ଚିଥିବ? ମୁଁ ଏ ସମସ୍ତ ବିଷୟକୁ ଦୀର୍ଘ 15-16 ବର୍ଷ ଧରିକି ମୁଁ ଷ୍ଟଡି କରିଛି। ତ ମୁଁ ଯେତେବେଳେ ବାକ୍ୟକୁ ମୁଁ ପଢ଼ିଲି, ଏ ବାକ୍ୟ ମୁଁ ପଢ଼ୁଛି ରିଏଲି ଆଜି ବି ଯଦି ଜଣେ ଯଦି ସେ ଜାଣିବ ପାଉଲଙ୍କ ଜୀବନରେ, ପିତରଙ୍କ ଜୀବନରେ, ଜହନଙ୍କ ଜୀବନରେ ବା ଯେତିକି ମଧ୍ୟ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ ଅନୁଗମନ କଲେ, ଯେଉଁମାନେ କି ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସୁସମାଚାର ପ୍ରଚାର କରୁଛନ୍ତି ବାଇବଲରେ, ଏ ସମସ୍ତ ବିଷୟ ଯଦି ଷ୍ଟଡି କରିବେ ଗୋଟେ ଗୋଟେ ବିଷୟକୁ, ତେବେ ସେମାନେ ଏ ସମସ୍ତ ବିଷୟ କେମିତି ସେମାନେ ପୃଥକ ଜୀବନ ବଞ୍ଚିଛନ୍ତି। ଆଜି ପାଉଲ ସେଠି ଯୀଶୁଖ୍ରୀଷ୍ଟଙ୍କୁ ଭେଟିବା ପୂର୍ବ ଜୀବନ ଆଉ ଯୀଶୁଖ୍ରୀଷ୍ଟଙ୍କୁ ଭେଟିବା ପରର ଜୀବନ କେତେକି ଫରକ। ଯଦି ବା ସେ ସମସ୍ତ କାର୍ଯ୍ୟ କଲା ବ୍ୟବସ୍ଥା ଅନୁସାରେ, କିନ୍ତୁ କେଉଁ ଲୋକମାନଙ୍କୁ ସେ ବିରୋଧ କଲା? ଯେଉଁମାନେ କି ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛନ୍ତି ବା ଯୀଶୁଖ୍ରୀଷ୍ଟଙ୍କୁ ସେ ଯେଉଁମାନେ ବିଶ୍ୱାସ କରିଛନ୍ତି ବା ଯେଉଁମାନେ ପରିତ୍ରାଣ ପାଇଛନ୍ତି। ତାର ଅର୍ଥ ଯେଉଁମାନେ ଯୀଶୁଙ୍କୁ ଭେଟି ନାହାନ୍ତି ତାହେଲେ ସେମାନେ ପରିତ୍ରାଣ ପାଇଥିବେ କି? ତ
ତ ଜିହୁଦୀ ମାନେ ଆଉ ଇସ୍ରାଏଲ ମାନେ ଯୋଉମାନେ ଶାସ୍ତ୍ରଜ୍ଞ ମାନେ ଏମାନେ ତ ବାଇବେଲ ପଢୁଛନ୍ତି, ଏମାନେ ତ ସେଠି ସବୁ ଯୀଶୁ ମୂଷାଙ୍କର ଆଜ୍ଞା ଅନୁସାରେ ବଞ୍ଚୁଛନ୍ତି, ନିୟମ ଅନୁସାରେ ବଞ୍ଚୁଛନ୍ତି, ଯାହାକି ଈଶ୍ୱର କହିଛନ୍ତି ଯାତ୍ରା ପୁସ୍ତକ 19 ପର୍ବରେ 20 ପର୍ବରେ ପରମେଶ୍ୱର ଯୋଉ ନିୟମକୁ ଦେଇଛନ୍ତି, ତ ସେମାନେ ତ ସେଟା ନିୟମ ପାଳନ କରୁଛନ୍ତି। ତାହେଲେ ସେମାନେ ସେମାନେ କଣ ତାଙ୍କ ଜୀବନରେ ଈଶ୍ୱର ଅଛନ୍ତି କି ନାହିଁ? ତେବେ ସେମାନେ ଆ, ତ ମୁଁ ଯେତେବେଳେ ଆମେ ଏ ସମସ୍ତ ବିଷୟକୁ ଦେଖୁଛୁ, ପାଉଲ ସେମାନଙ୍କ ମଧ୍ୟରୁ ପୃଥକ ହେଇଗଲା। ତାପରେ ଯୀଶୁଙ୍କର ସୁସମାଚାରକୁ ପ୍ରଚାର କରିବାକୁ ଆରମ୍ଭ କଲା। ଏ ଜାଗାରେ ରୋମିଓ ପୁସ୍ତକରେ ସେ କି ପ୍ରକାର ସେ ଯୀଶୁଙ୍କର ସୁସମାଚାର ପ୍ରଚାର କଲେ, ପରବର୍ତ୍ତୀ ସମୟରେ ଯଦି ଆପଣମାନେ ଜାଣିବେ, ତାହେଲେ ପାଉଲ ଯେତେବେଳେ ସୁସମାଚାର ପ୍ରଚାର କଲେ, ଲୋକମାନେ ଯୋଉମାନେ ସେମାନଙ୍କ ସହିତ ଥିଲେ ଜିହୁଦୀ ମାନେ ପାଉଲଙ୍କୁ ତାଳନା କରିବାକୁ ଲାଗିଲେ। ସେ ଶାସ୍ତ୍ରୀମାନେ ବର୍ତ୍ତମାନ ପାଉଲଙ୍କୁ ପୂଜୁଛନ୍ତି, ପାଉଲଙ୍କୁ ଆମେ ବଦ୍ଧ କରିବାକୁ କହୁଛନ୍ତି। ତେବେ ଯୀଶୁଙ୍କୁ ଭେଟିଲା ପରେ ପାଉଲ କାହିଁକି ପାଉଲ ସେଠି ନିଜ ଲୋକମାନଙ୍କ ଦ୍ୱାରା ତାଳନା କରାଗଲା? ଆଉ ପାଉଲ ସେଠି ଯୀଶୁଙ୍କୁ ଭେଟିଲା ପୂର୍ବରୁ ପାଉଲ ସେଠି କେମିତି ବଞ୍ଚୁଥିଲା? ମୁଁ ଆଜି ଯେତେବେଳେ ମୁଁ ସମସ୍ତ ବିଷୟ କହୁଛି, ପାଉଲ ସେଠି କ'ଣ କହୁଛନ୍ତି? ଯୀଶୁ ଖ୍ରୀଷ୍ଟଙ୍କ ଦାସ ଓ ଆହୁତ ଜଣେ ପ୍ରେରିତ, ପୁଣି ଈଶ୍ୱର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ। ତ ପାଉଲ କିଏ? ଯୋଉ ସୁସମାଚାରକୁ ସେ ପଢିଥିଲା, ଯୋଉ ବାଇବଲର ବାକ୍ୟକୁ ସେ ପଢିଥିଲା, ସେ କେମିତି ପଢୁଥିଲା ତାହେଲେ? ତ ଯେତେବେଳେ ଯୀଶୁଙ୍କୁ ଭେଟିଲା, ଏବେ ସେ କେମିତି ପଢୁଛି? ଏ ଜାଗା ଲେଖାଇଛି, ଏ ଲୋକମାନେ ଶୁଣୁ ଶୁଣୁ ଶୁଣିବେ ନାହିଁ, ଦେଖୁ ଦେଖୁ ଦେଖିବେ ନାହିଁ, ଆଉ ସେମାନେ ହୃଦୟରେ ବୁଝିପାରିବେ ନାହିଁ। ଯଦି ବା ସେମାନେ ବାଇବେଲ ପଢୁଥିଲେ, ଶାସ୍ତ୍ରଜ୍ଞ ଥିଲେ, କିନ୍ତୁ ପାଉଲ ବୁଝି ପାରିନଥିଲେ। ପାଉଲ ସେଠି ଶୁଣୁ ଶୁଣୁ ଶୁଣି ପାରିନଥିଲେ, ବା ସେ ଶାସ୍ତ୍ରଜ୍ଞ ଥିଲା ସମୟରେ ସେ କେବେ ମଧ୍ୟ ଉଦ୍ଧାର ପାଇନଥିଲେ। ତାର ଅର୍ଥ ବା ସେ ଶାସ୍ତ୍ରଜ୍ଞ ଥିଲା ସମୟରେ, ବ୍ୟବସ୍ଥାର ଗମେଲିୟମ ସାମ୍ନାରେ ଟ୍ରେନିଂ ନେଲା ସମୟରେ ସେ କେବେ ମଧ୍ୟ ଉଦ୍ଧାର ପାଇନଥିଲେ। ତାହେଲେ ତ ମୁଁ ଆଜି ଏ ସମସ୍ତ ବିଷୟକୁ କହିବା ପାଇଁ ଚାହେଁ ଏ ବାଇବେଲ ଷ୍ଟଡି ଦ୍ୱାରା, ଯେ ପାଉଲ ସେଠି ଯୀଶୁଙ୍କୁ ଭେଟିଲା ପୂର୍ବରୁ ସେ ଉଦ୍ଧାର ପାଇଥିଲା ନା ନାହିଁ, ଆଉ ଯୀଶୁଙ୍କୁ ଭେଟିଲା ପରେ ବର୍ତ୍ତମାନ ସେ ଉଦ୍ଧାର ପାଇଛି। ତେବେ ଯେଉଁମାନେ ଯୀଶୁଙ୍କୁ ଭେଟି ନାହାନ୍ତି ବା ଯେଉଁମାନେ ଯୀଶୁଙ୍କୁ ଭେଟି ନାହାନ୍ତି, ତେବେ ସେମାନେ ପାପୀ ନା ଧାର୍ମିକ? ଆଉ ଯେଉଁମାନେ ଯୀଶୁଙ୍କୁ ଭେଟିଛନ୍ତି ବା ଯୀଶୁଙ୍କ ସହିତ ସାକ୍ଷାତ ହେଇଛନ୍ତି, ପାଉଲ ଯେ ପ୍ରକାର ଯୀଶୁଙ୍କୁ ଭେଟିଲା, ବାକ୍ୟକୁ ବିଶ୍ୱାସ କଲା, ଆଉ ସେ କି ପ୍ରକାର ଜୀବନକୁ ବଞ୍ଚୁଛି ବର୍ତ୍ତମାନ। ଆଜି ଆମେ ପରବର୍ତ୍ତୀ ସମୟରେ ଆଉ ଅଧିକ ବାକ୍ୟ ମୁଁ ଏ ବିଷୟରେ ଷ୍ଟଡି କରିବି, ଆଉ ଆପଣମାନେ ମଧ୍ୟ ଯଦି ଏ ବାକ୍ୟକୁ ଶୁଣୁଛନ୍ତି ତାହେଲେ ମୋ ସହିତ ଷ୍ଟଡି କରନ୍ତୁ। ଧନ୍ୟବାଦ ମୁଁ କହିବି।